ପିତାମହ ଭୀଷ୍ମଙ୍କ ମୃତ୍ୟୁ ପଛରେ କେବଳ ଶ୍ରୀଖଣ୍ଡରେ ହାତ ନଥିଲା, ସେଠି ଆଉ ଗୋଟେ ବି କାହାଣୀ ଥିଲା। ଦେଖ, ମହାଭାରତ ଯୁଦ୍ଧ ସମୟରେ ପିତାମହ ଭୀଷ୍ମଙ୍କ ଭଳି ଶକ୍ତିଶାଳୀ ଯୋଦ୍ଧା ଆଉ କେହି ବି ନଥିଲେ। ପିତାମହ ଭୀଷ୍ମ ଚାହିଁଥିଲେ ପାଞ୍ଚ ପାଣ୍ଡବଙ୍କୁ କିଛି କ୍ଷଣ ଭିତରେ ମାରି ଦେଇଥାନ୍ତେ, କିନ୍ତୁ ମହାଭାରତ ଯୁଦ୍ଧ ଆରମ୍ଭ ହେବା ପରେ ପିତାମହ ଭୀଷ୍ମ କୌଣସି ଶକ୍ତିଶାଳୀ ତୀର ପାଣ୍ଡବ ଉପରକୁ ମାରୁନଥିଲେ। ଏଇ କଥା ଦୁର୍ଯ୍ୟୋଧନ ଗୋଟେ ଦିନ, 2 ଦିନ, 3 ଦିନ ଯୁଦ୍ଧରେ ଦେଖିଲା। ତାପରେ ଦୁର୍ଯ୍ୟୋଧନ ବହୁତ କ୍ରୋଧରେ ଆସି ପିତାମହ ଭୀଷ୍ମଙ୍କୁ ଆସି କହିଥିଲେ କି ତୁମେ ଏ ଯୁଦ୍ଧକୁ ଯାଅ ନାହିଁ ଆଉ ତୁମେ ଯୁଦ୍ଧ କର ନାହିଁ। ଏହା ସହିତ ଦୁର୍ଯ୍ୟୋଧନ ଆଉ ଗୋଟେ କଥା ବି କହିଥିଲେ, ତୁମେ ତ ଏଇଭଳି କାମ ତୁମେ ଶତ୍ରୁଠାରୁ ଆହୁରି ଭୟଙ୍କର ଅଟ। ତୁମେ କଣ ପାଇଁ ପାଞ୍ଚ ପାଣ୍ଡବ ଉପରୁ କୌଣସି ଶକ୍ତିଶାଳୀ ଅସ୍ତ୍ର ମାରୁନାହ? ଏଇ କଥା ସବୁ ଦୁର୍ଯ୍ୟୋଧନ ପାଟିରୁ ପିତାମହ ଭୀଷ୍ମ ଶୁଣିଲା ପରେ ପିତାମହ ଭୀଷ୍ମ ବି କ୍ରୋଧରେ ଆସି ଗୋଟେ ପ୍ରତିଜ୍ଞା ନେଇଥିଲେ କି କାଲି ଯୁଦ୍ଧ ସମୟରେ କୌଣସି ପାଣ୍ଡବ ମୋ ତୀର ପାଖରୁ ବଞ୍ଚି ପାରିବେ ନାହିଁ ଏବଂ କାଲି ଯୁଦ୍ଧରେ ପାଞ୍ଚ ପାଣ୍ଡବଙ୍କର ମୃତ୍ୟୁ ହେବ। ଏଇ କଥା ପିତାମହ ଭୀଷ୍ମଙ୍କ ମୁହଁରୁ ଶୁଣିଲା ପରେ ଦୁର୍ଯ୍ୟୋଧନ ଖୁସି ହୋଇ ଚାଲି ଯାଇଥିଲା। କିନ୍ତୁ ଏଇ କଥାକୁ ପାଣ୍ଡବ ମାନଙ୍କ କାରଣ ଯେତେ ପଡିଥିଲା, ପାଣ୍ଡବ ମାନେ ପୁରା ଭୟଭୀତ ହୋଇଯାଇଥିଲେ ଏବଂ ଏହାର ଉପାୟ ପାଇବା ପାଇଁ ପାଞ୍ଚ ପାଣ୍ଡବ ଭଗବାନ ଶ୍ରୀକୃଷ୍ଣ ପାଖକୁ ଯାଇଥିଲେ। ଆପଣମାନେ ଜାଣିଥିବେ ଯେ ଭଗବାନ ଶ୍ରୀକୃଷ୍ଣ ପାଖରେ ସବୁ ଜିନିଷର ଉପାୟ ଥିଲା। ଏହାପରେ ଭଗବାନ ଶ୍ରୀକୃଷ୍ଣ କଣ କରିଥିଲେ ନା, ଦ୍ରୌପଦୀ ଗୋଟେ ଛଦ୍ମ ବେଶରେ ପିତାମହ ଭୀଷ୍ମଙ୍କ ଶିବିରକୁ ପଠେଇଥିଲେ ଏବଂ ସେ ସମୟରେ ପିତାମହ ଭୀଷ୍ମ ପ୍ରାର୍ଥନା କରୁଥିଲେ। ଯେତେବେଳେ ଦ୍ରୌପଦୀ ଛଦ୍ମ ବେଶରେ ଯାଇ ପିତାମହ ଭୀଷ୍ମଙ୍କୁ ପ୍ରଣାମ କରିଥିଲେ, ଏହି ସମୟରେ ପିତାମହ ଭୀଷ୍ମ ଦ୍ରୌପଦୀକୁ ସୌଭାଗ୍ୟବତୀ ଭବ ବୋଲି କହିଥିଲେ ଏବଂ ଏହାପରେ ଯେତେବେଳେ ଦ୍ରୌପଦୀ ତାର ନିଜ ରୂପକୁ ଫେରି ଆସିଥିଲେ, ଏହା ଦେଖି ପିତାମହ ଭୀଷ୍ମ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଥିଲେ କି ମୁଁ ତ ସୌଭାଗ୍ୟବତୀ ଭବ ବୋଲି ଆଶୀର୍ବାଦ ଦେଇସାରିଛି, ତାହେଲେ ମୁଁ ପାଞ୍ଚ ପାଣ୍ଡବଙ୍କୁ କେବେ ମାରିପାରିବି ନାହିଁ। ତାହେଲେ ତୁମେ ଗୋଟେ କାମ କର, ତୁମେ ଯାଇ ପାଞ୍ଚ ପାଣ୍ଡବଙ୍କୁ କହିଦିଅ କି କାଲି ମୁଁ ଯୁଦ୍ଧ କ୍ଷେତ୍ରକୁ ଯିବା ମାତ୍ରେ ତୁମେ ଶ୍ରୀଖଣ୍ଡକୁ ଆଣି ଅର୍ଜୁନ ସାମ୍ନାରେ ଠିଆ କରିଦିଅ ଏବଂ ଯାହା ଫଳରେ ମୁଁ ମୋର ଅସ୍ତ୍ରକୁ ଫୋପାଡ଼ି ଦେବି ଏବଂ ତୁମେ ଅର୍ଜୁନକୁ କହିବ ଯେ ମତେ ତୀର ସଜ୍ଜାରେ ଶୁଆଇ ଦେବ।